ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ବୋଲି ଆଜିର ଅନୁଚିନ୍ତା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିଛି ନା କିଛି ତ ଶିଖିବାକୁ ନିଶ୍ଚୟ ମିଳିବ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଘରେ ମୟୂର ପଙ୍ଖ ରଖିଲେ ଘରୁ ନକାରାତ୍ମକ ଉର୍ଜା ଚାଲି ଯାଇଥାଏ। ଘରେ ବାସ୍ତୁ ଦୋଷ ରହିଥିଲେ ସବୁ ଘରେ ମୟୂର ପଙ୍ଖ ରଖନ୍ତୁ। କାଲସର୍ପ ଦୋଷ ଥିଲେ ନିଜ ପାଖରେ ମୟୂର ପଙ୍ଖ ରଖନ୍ତୁ। ଛୋଟ ପିଲା ବହୁତ ଜିଦିଆ ହେଲେ ଛୋଟ ପିଲାଙ୍କୁ ମୟୂର ପଙ୍ଖରେ ଛାଡ଼ନ୍ତୁ। ନବଜାତ ଶିଶୁର ନଜର ଛଡ଼ାଇବା ପାଇଁ ଶିଶୁର ଶୟନ ପାଖରେ ମୟୂର ପଙ୍ଖ ରଖନ୍ତୁ। ଏହାଦ୍ୱାରା ଶିଶୁକୁ ନଜର ଲାଗିନଥାଏ। ଘରେ ପଇସା ସଞ୍ଚୟ କରି ପାରୁନଥିଲେ ଘରର ଦକ୍ଷିଣ ପୂର୍ବ କୋଣରେ ମୟୂର ପଙ୍ଖ ରଖିଲେ ଶୁଭ ହୋଇଥାଏ। ବିନା ଫୁଲରେ ପୂଜା କରିବେ, କିନ୍ତୁ ପୂର୍ବଦିନ ତୋଳା ଯାଇଥିବା ଫୁଲରେ ପୂଜା କରିବେ ନାହିଁ। ପୂଜା ପାଇଁ ଯଦି ଫୁଲ ନଥାଏ ତେବେ ଜଳ ଏବଂ ଦୁବ ଦ୍ୱାରା ଠାକୁର ପୂଜା କରିପାରିବେ। ଦେବତାଙ୍କୁ ଫୁଲ ଅର୍ପଣ କରିବା ସମୟରେ ନିଜର ବିଶି ଆଙ୍ଗୁଳିରେ ତାହାକୁ ସ୍ପର୍ଶ କରିବେ ନାହିଁ। ଦେବତାଙ୍କୁ ସବୁବେଳେ ଫୁଲରେ ସଜାଇକି ରଖିବା ଘର ପାଇଁ ଶୁଭ ହୋଇଥାଏ। ଦେବତାଙ୍କୁ ଫୁଲ ଦେବାର ସଠିକ୍ ନିୟମ ହେଉଛି ପ୍ରଥମେ ପାଦରେ, ତାପରେ ମସ୍ତକରେ, ତାପରେ ଅନ୍ୟ ଅଙ୍ଗରେ ଫୁଲ ଦେଇପାରିବେ। ଦେବତାଙ୍କୁ ସବୁବେଳେ ଗୋଟା ଫୁଲ ଅର୍ପଣ କରିବା ଉଚିତ। କିନ୍ତୁ କିଛି ଫୁଲ ରହିଛି ଯାହାକୁ ଶୁଦ୍ଧ ବୋଲି ମନାଯାଏ। ପଦ୍ମଫୁଲ 5 ଦିନ ପର୍ଯ୍ୟନ୍ତ ଶୁଦ୍ଧ ଥାଏ। ଅଁଳା ପତ୍ର 2 ଦିନ ପାଇଁ ଶୁଦ୍ଧ ଥାଏ। ବେଲପତ୍ର 3 ଦିନ ପର୍ଯ୍ୟନ୍ତ ଶୁଦ୍ଧ ରହିଥାଏ। ବାସି ରୁଟିରେ କ୍ୟାଲୋରି ଏବଂ ଜଳୀୟ ଅଂଶ କମ୍ ଥିବାକୁ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ। ଆୟୁର୍ବେଦିକ ଅନୁସାରେ ବାତ, ପିତ୍ତ, କଫକୁ ନିୟନ୍ତ୍ରଣ କରେ ବାସି ରୁଟି। ବାସି ରୁଟି ହଜମ ପ୍ରକ୍ରିୟା ସହଜରେ ହୋଇଥାଏ ଏବଂ ଏହା ପେଟକୁ ଥଣ୍ଡା କରିଥାଏ। ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ, ଯାହା ପାଚନ କ୍ରିୟାକୁ ସୁସ୍ଥ କରିଥାଏ। ବାସି ରୁଟି ଖାଇବା ଦ୍ୱାରା ପେଟରେ ଏସିଡିଟି ଓ ଜଳାପୋଡ଼ା କମ୍ ହୋଇଥାଏ। ବାସି ରୁଟି ଖାଇବା ଦ୍ୱାରା ସୁଗର ଲେବୁଲରେ ଥାଏ। ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ବହୁତ ଭଲ। ସକାଳୁ ଥଣ୍ଡା କ୍ଷୀର ସହିତ ବାସି ରୁଟି ଖାଇବା ଶରୀର ପାଇଁ ଓ ମଧୁମେହ ରୋଗୀଙ୍କ ପାଇଁ ଭଲ ହୋଇଥାଏ। ଶିବଲିଙ୍ଗ ଉପରେ କଞ୍ଚା ଚାଉଳ ଅର୍ପଣ କରିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ। ତିଳ ଅର୍ପଣ କରିବା ଦ୍ୱାରା ସମସ୍ତ ପାପ ନାଶ ହୋଇଥାଏ। ଶିବଲିଙ୍ଗ ଉପରେ ଯବ ଅର୍ପଣ କରିବା ଦ୍ୱାରା ଦୀର୍ଘ ଦିନର ସମସ୍ୟା ଦୂର ହୋଇଥାଏ। ଶିବଲିଙ୍ଗ ଉପରେ ଗହମ ଅର୍ପଣ କରିବା ଦ୍ୱାରା ଜଣେ ସକ୍ଷମ ପୁତ୍ର ପ୍ରାପ୍ତି ହୋଇଥାଏ। ବିଶ୍ୱାସ କରାଯାଏ ଯେ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ଉଚ୍ଚ ଜ୍ୱର, ରକ୍ତଚାପ, ଦୁଃଖ ସବୁ ଦୂର ହୋଇଥାଏ। ଶିବଲିଙ୍ଗ ଉପରେ କ୍ଷୀର ସହିତ ଚିନି ମିଶ୍ରିତ ଅର୍ପଣ କରିବା ଦ୍ୱାରା ପିଲାମାନଙ୍କର ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ। ଶିବଲିଙ୍ଗ ଉପରେ ଆଖୁ ରସ ଅର୍ପଣ କରିବା ଦ୍ୱାରା ସମସ୍ତ ସାଂସାରିକ ସୁଖ ମିଳିଥାଏ। ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିକୁ ଭୌତିକ ସୁଖ ସହିତ ମୋକ୍ଷ ମଧ୍ୟ ମିଳିଥାଏ। ଶିବଲିଙ୍ଗ ଉପରେ ଗାଈ କ୍ଷୀରକୁ ତିଆରି ଶୁଦ୍ଧ ଦେଶୀ ଘିଅ ଅର୍ପଣ କରିବା ଦ୍ୱାରା ଶାରୀରିକ ଦୁର୍ବଳତାରୁ ମୁକ୍ତି ମିଳିଥାଏ। ଓଜନ କମାଇବାକୁ ଚାହୁଁଥିଲେ ରାତିରେ 1 ଚାମଚ ମେଥିକୁ 1 ଗ୍ଲାସ ପାଣିରେ ଭିଜାନ୍ତୁ। ସକାଳୁ ମେଥିକୁ ଚୋବାଇ ଖାଇଦିଅନ୍ତୁ ଏବଂ ସେହି ପାଣିକୁ ପିଅନ୍ତୁ। ଏହାଦ୍ୱାରା ଓଜନ କମ୍ ହୋଇଥାଏ। ଚର୍ବିକୁ ମଧ୍ୟ ଦୂର କରିଥାଏ। ପ୍ରତିଦିନ ମେଥି ପାଣି ପିଇଲେ ଶରୀରରେ ଖରାପ କୋଲେଷ୍ଟ୍ରଲ ବାହାରିଯାଏ।
ତା ସହିତ ହାର୍ଟ ଆଟାକରୁ ବି ମୁକ୍ତି ମିଳିଥାଏ। ମେଥି ପାଣି ପିଇଲେ ଉକ୍ତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ମେଥି ପାଣି କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ। ଖାଲି ପେଟରେ ପ୍ରତିଦିନ ପିଇଲେ କିଡନୀ ଷ୍ଟୋନ୍ ମଧ୍ୟ ଶରୀରରୁ ଦୂରେଇ ଯାଇଥାଏ। ବହୁତ ଶୀଘ୍ର ୟୁରିନ୍ ସହିତ ବାହାରିଯାଏ। କେଶ ଝଡ଼ୁଥିଲେ, କେଶରେ ରୁପି ହୋଇଥିଲେ, କେଶ ବହୁତ ପତଳା ଦେଖାଗଲେ ନଡ଼ିଆ ତେଲରେ ମେଥି ମିଶାଇ ମାଲିସ କରି ଚୁଟିରେ ଲଗାନ୍ତୁ। ଦେଖିବେ 2 ଥର ମୁଣ୍ଡରେ ଲଗାଇକି ଦେଖନ୍ତୁ। ମେଥି ପାଣି କିମ୍ବା ମେଥି ଶରୀର ପାଇଁ ବହୁତ ଉପଯୋଗୀ। କୁକୁରକୁ ଖାଦ୍ୟ ଦେବା ଶୁଭ ହେବା ସଙ୍ଗେ ସଙ୍ଗେ ପାପ କର୍ମରୁ ମୁକ୍ତି ମିଳିଥାଏ। ଜ୍ୟୋତିଷ ଶାସ୍ତ୍ରରେ 2 ରଙ୍ଗର କୁକୁରକୁ ଖାଦ୍ୟ ଦେବାକୁ କୁହାଯାଇଛି। ଏହି କୁକୁରକୁ ଶନି ଓ କେତୁଙ୍କ ପ୍ରତୀକ ଭାବେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା, ଧଳା ଏବଂ ଛିଟ ରଙ୍ଗର କୁକୁରକୁ ଖାଇବାକୁ ଦେବା ଆବଶ୍ୟକ। କୁକୁରକୁ ରୁଟି ଖାଇବାକୁ ଦେବା ଦ୍ୱାରା କାଲଭୈରବ ପ୍ରସନ୍ନ ହୋଇଥାନ୍ତି। ଏହା ସହ ବ୍ୟକ୍ତି ଆକସ୍ମିକ ମୃତ୍ୟୁ ଭୟରୁ ଦୂରରେ ରହିଥାଏ। କୁକୁରକୁ ଖାଇବାକୁ ଦେବା ଦ୍ୱାରା ଶନି ମହାଦଶାରୁ ମୁକ୍ତି ମିଳିଥାଏ। ଏହା ସହିତ ଗମ୍ଭୀର ରୋଗରୁ ମୁକ୍ତି ପାଇଁ ରବିବାର ଦିନ କଳା କୁକୁରକୁ ଚଣା ଡାଲି ଖାଇବାକୁ ଦିଅନ୍ତୁ। ଦେଖିବେ ପରିବାର ସୁଖ ଶାନ୍ତିରେ ରହି ଧନ ଜନ ବୃଦ୍ଧି ପାଇବ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଓଁ ସାଇରାମ, ଜୟ ସାଇରାମ।